ଦେଖୁଛନ୍ତି 7 ଡିସେମ୍ବର 2025 ଅବ୍ୟକ୍ତ ମୁରଲୀ ପୁନରାବୃତ୍ତି 2 ଫେବୃଆରୀ 2008। ଅବ୍ୟକ୍ତ ମୁରଲୀର ସାରାଂଶ ଅଛି ସମ୍ପୂର୍ଣ୍ଣ ପବିତ୍ରତା ଦ୍ୱାରା ଆତ୍ମିକ ରାଜକୀୟତା ସମ୍ପନ୍ନ ବ୍ୟକ୍ତିତ୍ୱର ଅନୁଭବ କରି ନିଜର ମାଷ୍ଟର ଜ୍ଞାନ ସୂର୍ଯ୍ୟ ସ୍ୱରୂପକୁ ପ୍ରକଟ କର। ସମ୍ପୂର୍ଣ୍ଣ ପବିତ୍ରତା ଦ୍ୱାରା ଆତ୍ମିକ ରାଜକୀୟତା ସମ୍ପନ୍ନ ବ୍ୟକ୍ତିତ୍ୱର ଅନୁଭବ କରି ନିଜର ମାଷ୍ଟର ଜ୍ଞାନ ସୂର୍ଯ୍ୟ ସ୍ୱରୂପକୁ ପ୍ରକଟ କର। ଆଜି ବାପ ଦାଦା ଚାରିଆଡ଼ର ନିଜର ରାଜକୀୟ ବ୍ୟକ୍ତିତ୍ୱ ସମ୍ପନ୍ନ ପରିବାରକୁ ଦେଖୁଛନ୍ତି। ତେବେ ଏହି ରାଜକୀୟତା ବା ଆତ୍ମିକ ବ୍ୟକ୍ତିତ୍ୱର ମୂଳଦୁଆ ହେଲା ସମ୍ପୂର୍ଣ୍ଣ ପବିତ୍ରତା। ପବିତ୍ରତାର ପ୍ରତୀକ ରୂପରେ ସମସ୍ତଙ୍କ ମସ୍ତକରେ ଆଲୋକର ମୁକୁଟ ଚମକୁଛି। ଏହିଭଳି ଚମକଦାର ମୁକୁଟଧାରୀ ଆତ୍ମିକ ରାଜକୀୟତା ଏବଂ ଆତ୍ମିକ ବ୍ୟକ୍ତିତ୍ୱ ସମ୍ପନ୍ନ ଆତ୍ମା କେବଳ ତୁମେ ବ୍ରାହ୍ମଣ ପରିବାର ହିଁ ଅଟ। କାହିଁକିନା ତୁମେମାନେ ପବିତ୍ରତାକୁ ଆପଣାଇ ନେଇଛ। ତେବେ ତୁମ ବ୍ରାହ୍ମଣ ଆତ୍ମାମାନଙ୍କର ପବିତ୍ରତାର ପ୍ରଭାବ ଆଦି କାଳରୁ ପ୍ରସିଦ୍ଧ ଅଟେ। କ'ଣ ନିଜର ଆଦି ଏବଂ ଅନାଦି କାଳ ମନେ ପଡ଼ୁଛି ତ? ମନେ ପକାଅ। ଅନାଦି କାଳରେ ମଧ୍ୟ ତୁମେ ପବିତ୍ର ଆତ୍ମାମାନେ ଆତ୍ମା ରୂପରେ ବିଶେଷ ଚମକଦାର ଆତ୍ମା ହୋଇ ଚମକିଥାଅ। ସେଠାରେ ଅନ୍ୟ ଆତ୍ମାମାନେ ମଧ୍ୟ ଥାଆନ୍ତି, କିନ୍ତୁ ତୁମମାନଙ୍କର ଚମକ ସମସ୍ତଙ୍କ ସାଥିରେ ଥିଲେ ମଧ୍ୟ ବିଶେଷ ଚମକଦାର ଅଟେ। ଯେପରି ଆକାଶରେ ତାରାମାନେ ତ ଅନେକ ଅଛନ୍ତି, କିନ୍ତୁ କେହି କେହି ତାରା ବିଶେଷ ଚମକଦାର ଅଟନ୍ତି। ଏବେ ସମସ୍ତେ ନିଜକୁ ସେହି ରୂପରେ ଦେଖୁଛ ତ? ପୁଣି ଆଦି କାଳରେ ମଧ୍ୟ ତୁମମାନଙ୍କର ପବିତ୍ରତାର ରାଜକୀୟତା ଏବଂ ବ୍ୟକ୍ତିତ୍ୱ କେତେ ମହାନ ଥିଲା। ଏବେ ସମସ୍ତେ ଆଦି କାଳରେ ପହଞ୍ଚିଗଲ ତ? ପହଞ୍ଚିଯାଅ। ଚେକ୍ କର ମୋର ଚମକିବାର ରେଖା କେତେ ପ୍ରତିଶତରେ ଅଛି। ତେବେ ଆଦିକାଳରୁ ଅନ୍ତିମ କାଳ ପର୍ଯ୍ୟନ୍ତ ତୁମମାନଙ୍କର ପବିତ୍ରତାର ରାଜକୀୟତା ଏବଂ ବ୍ୟକ୍ତିତ୍ୱ କାୟମ ରହିଛି। ଅନାଦି କାଳରେ ଚମକଦାର ତାରକା ଚମକଦାର ପିତାଙ୍କ ସହିତ ନିବାସ କରୁଥିବା ଆତ୍ମାମାନେ ଏବେ ଏବେ ନିଜର ବିଶେଷତାକୁ ଅନୁଭବ କର। ପହଞ୍ଚିଗଲ ତ ସମସ୍ତେ ଅନାଦି କାଳରେ? ପୁଣି ସାରା କଳ୍ପ ଭିତରେ ତୁମେ ପବିତ୍ର ଆତ୍ମାମାନଙ୍କର ରାଜକୀୟତା ଭିନ୍ନ ଭିନ୍ନ ରୂପରେ ରହୁଛି। କାହିଁକିନା ତୁମମାନଙ୍କ ଭଳି ସମ୍ପୂର୍ଣ୍ଣ ପବିତ୍ର କେହି ବି ହୋଇନାହାନ୍ତି। ପବିତ୍ରତାର ଜନ୍ମସିଦ୍ଧ ଅଧିକାର ତୁମ ବିଶେଷ ଆତ୍ମାମାନଙ୍କୁ ବାବାଙ୍କ ଦ୍ୱାରା ପ୍ରାପ୍ତ ହେଉଛି। ଏବେ ନିଜର ଆଦି କାଳକୁ ଆସିଯାଅ। ଅନାଦି କାଳକୁ ତ ଦେଖିଲ। ଏବେ ଆଦି କାଳରେ ତୁମମାନଙ୍କର ପବିତ୍ରତାର ରାଜକୀୟତାର ସ୍ୱରୂପ କେତେ ମହାନ ଅଟେ। ଏବେ ସମସ୍ତେ ସତ୍ୟ ଯୁଗରେ ପହଞ୍ଚିଗଲ ତ? ପହଞ୍ଚିଗଲ ତ? ଆସିଗଲ? ତୁମମାନଙ୍କର ଦେବତା ସ୍ୱରୂପ କେତେ ସୁନ୍ଦର। ଦେବତାମାନଙ୍କ ଭଳି ରାଜକୀୟତା ଏବଂ ବ୍ୟକ୍ତିତ୍ୱ ସାରା କଳ୍ପ ଭିତରେ କୌଣସି ବି ଆତ୍ମାର ନାହିଁ। ତେବେ ଦେବତା ରୂପର ଚମକକୁ ଅନୁଭବ କରୁଛ ନା? ଏତେ ମହାନ ଆତ୍ମିକ ବ୍ୟକ୍ତିତ୍ୱ ଏସବୁ ପବିତ୍ରତାର ହିଁ ପ୍ରାପ୍ତି ଅଟେ। ଏବେ ଦେବତା ରୂପର ଅନୁଭବ କରିବା ସହିତ ମଧ୍ୟକାଳକୁ ଆସିଯାଅ। ଆସିଗଲ? ଆସିବାର ଅନୁଭବ କରିବା ମଧ୍ୟ ସହଜ ଅଟେ ନା? ତେବେ ମଧ୍ୟକାଳରେ ବି ଦେଖ ତୁମମାନଙ୍କର ଭକ୍ତମାନେ ତୁମ ପୂଜ୍ୟ ଆତ୍ମାମାନଙ୍କର ପୂଜା କରୁଛନ୍ତି, ମୂର୍ତ୍ତି ତିଆରି କରୁଛନ୍ତି, କେତେ ରାଜକୀୟତା ସମ୍ପନ୍ନ ଚିତ୍ର ତିଆରି କରୁଛନ୍ତି ଏବଂ କେତେ ରାଜକୀୟ ଢଙ୍ଗରେ ପୂଜା କରୁଛନ୍ତି। ଏବେ ନିଜର ପୂଜ୍ୟ ସ୍ୱରୂପର ଚିତ୍ର ସମ୍ମୁଖକୁ ଆସିଗଲା ନା? ଏମିତି ତ ଧର୍ମ ଆତ୍ମାମାନଙ୍କର ମଧ୍ୟ ଚିତ୍ର ତିଆରି କରୁଛନ୍ତି, ଧର୍ମ ପିତାମାନଙ୍କର ମଧ୍ୟ ତିଆରି କରୁଛନ୍ତି, ଅଭିନେତାମାନଙ୍କର ମଧ୍ୟ ତିଆରି କରୁଛନ୍ତି। କିନ୍ତୁ ତୁମମାନଙ୍କର ଚିତ୍ରର ବା ମୂର୍ତ୍ତିର ଆତ୍ମିକ ବ୍ୟକ୍ତିତ୍ୱ ଏବଂ ବିଧିପୂର୍ବକ ପୂଜାରେ ଫରକ ରହୁଛି। ତେଣୁ ନିଜର ପୂଜ୍ୟ ସ୍ୱରୂପ ଏବେ ସମ୍ମୁଖକୁ ଆସିଗଲା ତ? ଆଚ୍ଛା, ଏବେ ଅନ୍ତିମ କାଳର ସଙ୍ଗମ ଯୁଗକୁ ଆସିଯାଅ। ଏହିଭଳି ଆତ୍ମିକ ଡ୍ରିଲ୍ କରୁଛ ନା? ଚକ୍ର ଲଗାଅ ଏବଂ ନିଜର ପବିତ୍ରତାର ଏବଂ ବିଶେଷ ପ୍ରାପ୍ତିର ଅନୁଭବ କର।
ତେବେ ଅନ୍ତିମ କାଳ ସଙ୍ଗମ ଯୁଗରେ ତୁମ ବ୍ରାହ୍ମଣ ଆତ୍ମାମାନଙ୍କର ପରମାତ୍ମା ମିଳନର, ପରମାତ୍ମା ସ୍ନେହର, ପରମାତ୍ମା ପାଠ ପଢ଼ାର ଭାଗ୍ୟ ତୁମ ଭଳି କୋଟିକ ଭିତରେ କେହି କେହି ଆତ୍ମାମାନଙ୍କୁ ହିଁ ମିଳୁଛି। ପରମାତ୍ମାଙ୍କର ପ୍ରତ୍ୟକ୍ଷ ରଚନା ଏବଂ ପ୍ରଥମ ରଚନା ତୁମେ ପବିତ୍ର ଆତ୍ମାମାନଙ୍କୁ ହିଁ ପ୍ରାପ୍ତ ହେଉଛି, ଯାହାଦ୍ୱାରା ତୁମେ ବ୍ରାହ୍ମଣମାନେ ହିଁ ସାରା ବିଶ୍ୱର ଆତ୍ମାମାନଙ୍କୁ ମଧ୍ୟ ମୁକ୍ତିର ସମ୍ପତ୍ତି ବାବାଙ୍କଠାରୁ ପ୍ରାପ୍ତ କରାଉଛ। ତେବେ ଏହି ସାରା ଚକ୍ର ଭିତରେ ଅନାଦିକାଳ, ଆଦିକାଳ, ମଧ୍ୟକାଳ ଏବଂ ଅନ୍ତିମ କାଳରେ ଏତେ ଶ୍ରେଷ୍ଠ ପ୍ରାପ୍ତିର ଆଧାର ପବିତ୍ରତା ହିଁ ଅଟେ। ସାରା ଚକ୍ର ତ ଲଗାଇଦେଲ, ଏବେ ନିଜକୁ ଚେକ୍ କର, ନିଜକୁ ଦେଖ। ଦେଖିବାର ଆଇନା ତ ଅଛି ନା? କ'ଣ ନିଜକୁ ଦେଖିବାର ଆଇନା ଅଛି ତ? ଯାହାଙ୍କ ପାଖରେ ଅଛି ସେମାନେ ହାତ ଉଠାଅ। କ'ଣ ଆଇନା ସ୍ୱଚ୍ଛ ଅଛି ତ? ତେବେ ଆଇନାରେ ଦେଖ ମୋର ପବିତ୍ରତାର ପରିମାଣ କେତେ। ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ, କିନ୍ତୁ ବ୍ରହ୍ମଚାରୀ ମଧ୍ୟ। ମନ, ବଚନ, କର୍ମ, ସମ୍ବନ୍ଧ, ସମ୍ପର୍କ ସବୁଥିରେ ପବିତ୍ରତା ଅଛି ତ? କେତେ ପ୍ରତିଶତ ଅଛି? ଶତକଡ଼ା ହିସାବରେ ପବିତ୍ରତାର ମାତ୍ରା ବାହାର କରିବା ଜଣାଅଛି ତ? ଟିଚରମାନଙ୍କୁ ଜଣାଅଛି ତ? ପାଣ୍ଡବମାନଙ୍କୁ ଜଣାଅଛି ତ? ଆଚ୍ଛା, ବୁଦ୍ଧିମାନ ଅଟ। ମାତାମାନଙ୍କୁ ଜଣାଅଛି? ଜଣାଅଛି? ଆଚ୍ଛା, ତେବେ ପବିତ୍ରତାକୁ ପରଖିବା ପାଇଁ ନିଜର ବୃତ୍ତି, ଦୃଷ୍ଟି ଏବଂ କୃତିକୁ ଚେକ୍ କର। ସମ୍ପୂର୍ଣ୍ଣ ପବିତ୍ରତାର ବୃତ୍ତି ଯେଉଁଭଳି ହୋଇଥିବ ତାହା ବୁଦ୍ଧିକୁ ଆସିଗଲାଣି ନା? ଚିନ୍ତା କର, ସମ୍ପୂର୍ଣ୍ଣ ପବିତ୍ରତାର ବୃତ୍ତି ଅର୍ଥାତ୍ ପ୍ରତ୍ୟେକ ଆତ୍ମା ପ୍ରତି ଶୁଭ ଭାବନା, ଶୁଭ କାମନା ଅନୁଭବିତ ଅଟନା ଏବଂ ଦୃଷ୍ଟି କିପରି ହୋଇଥିବ? ପ୍ରତ୍ୟେକ ଆତ୍ମାକୁ ଆତ୍ମା ରୂପରେ ଦେଖିବାର ଦୃଷ୍ଟି, ଆତ୍ମିକ ସ୍ମୃତିରେ ରହି କଥା କହିବା ଏବଂ ସେହିଭଳି ଚାଲିବା। ସର୍ଟକଟ୍ରେ ଶୁଣାଉଛୁ, ବିସ୍ତାରରେ ତ ତୁମେମାନେ ମଧ୍ୟ ଭାଷଣ କରିପାରିବ। ଏବଂ କୃତି ଅର୍ଥାତ୍ କର୍ମରେ ସୁଖ ନେବା, ସୁଖ ଦେବା, ଏହାକୁ ଚେକ୍ କର। ମୋର ବୃତ୍ତି, ଦୃଷ୍ଟି, କୃତି ଏହି ଅନୁସାରେ ଅଛି ତ? ମୋତେ ସୁଖ ହିଁ ନେବାର ଅଛି, ଦୁଃଖ ନେବାର ନାହିଁ। ତେଣୁ ଚେକ୍ କର, କେବେ କେବେ ଦୁଃଖ ନେଇଯାଉ ନାହିଁ ତ? କେବେ କେବେ ଅଳ୍ପ ଅଳ୍ପ ନେଉଛ କି? ଦୁଃଖ ଦେବାବାଲା ମଧ୍ୟ ଅଛନ୍ତି ନା? ଧରିନିଅ ସେ ତୁମକୁ ଦୁଃଖ ଦେଉଛି, ତେବେ କ'ଣ ତୁମେ ତାକୁ ଅନୁକରଣ କରିବ? କ'ଣ ଅନୁକରଣ କରିବ ନା ନାହିଁ? ଅନୁକରଣ କାହାକୁ କରିବାର ଅଛି? ଦୁଃଖଦାତାକୁ ନା ବାବାଙ୍କୁ? ବାବା ଅର୍ଥାତ୍ ବ୍ରହ୍ମା ବାବା। ନିରାକାର ବାବାଙ୍କ କଥା ଛାଡ଼, କିନ୍ତୁ ବ୍ରହ୍ମା ବାବା କେବେ କୌଣସି ପିଲାଠାରୁ ଦୁଃଖ ଗ୍ରହଣ କରିଛନ୍ତି କି? ସୁଖ ନେଇଛନ୍ତି ଏବଂ ସୁଖ ଦେଇଛନ୍ତି। କ'ଣ ଫଲୋ ଫାଦର କରୁଛ? ନା କେବେ କେବେ ନେବାକୁ ହିଁ ପଡ଼ୁଛି? ଯାହାର ନାମ ହିଁ ଦୁଃଖ। ଯେତେବେଳେ କେହି ଦୁଃଖ ଦେଉଛି ବା ଅପମାନ ଦେଉଛି, ତେବେ ତୁମେ ତ ଜାଣିଛ ଏହା ଖରାପ ଜିନିଷ। କେହି ଯଦି ତୁମକୁ ଅପମାନ ଦେଉଛି, ତୁମେ କ'ଣ ତାକୁ ଭଲ ଭାବୁଛ? ଖରାପ ମନେ କରୁଛ ନା? ତେବେ ସେ ଯଦି ତୁମକୁ ଦୁଃଖ ଦେଉଛି ବା ଅପମାନିତ କରୁଛି, ଅର୍ଥାତ୍ ଯଦି କେହି ଖରାପ ଜିନିଷ ଦେଉଛି, ତେବେ ତୁମେ କ'ଣ ଖରାପ ଜିନିଷକୁ ନେଉଛ କି? ନେବ କି? କ'ଣ ଅଳ୍ପ ସମୟ ପାଇଁ ନେବ କି? ଅଧିକ ସମୟ ନୁହେଁ, ଅଳ୍ପ ସମୟ ପାଇଁ ନେବ କି? କ'ଣ ଖରାପ ଜିନିଷକୁ ନିଆଯାଏ କି? ତେବେ ଦୁଃଖ ବା ଅପମାନକୁ ନେଉଛ କାହିଁକି? ଅର୍ଥାତ୍ ମନ ଭିତରେ ଦୁଃଖର ଅନୁଭବ ରୂପରେ କାହିଁକି ରଖୁଛ? ତେବେ ନିଜେ ନିଜକୁ ପଚାର ଯେ ମୁଁ କାହାଠାରୁ ଦୁଃଖ ନେଉଛି କି? ନା ଦୁଃଖକୁ ପରିବର୍ତ୍ତନ ରୂପରେ ଦେଖୁଛି? କ'ଣ ଭାବୁଛ? ଦୁଃଖ ନେବା ଠିକ୍ କି? ଠିକ୍ କି ମଧୁବନ ବାଲା, ଠିକ୍ କି? ଅଳ୍ପ ଅଳ୍ପ ନେବା ଦରକାର କି? ଦୁଃଖ ତ ନେଇଯିବା ଉଚିତ ନା? ନେବା ଉଚିତ ନୁହେଁ, କିନ୍ତୁ ନେଇ ଯାଉଛ, ଭୁଲରେ ନେଇ ଯାଉଛ। ଯଦି ଦୁଃଖର ଅନୁଭବ ହେଲା, ତେବେ ଦୁଃଖୀ କିଏ ହେଲା? ମନ ଭିତରେ ଯଦି ଅଳିଆ ରଖିଲ, ତେବେ ଅସୁବିଧାରେ କିଏ ପଡ଼ିବ? ଯେଉଁଠି ଅଳିଆ ରହିଥିବ ଅସୁବିଧା ତ ସେଇଠି ହେବ ନା? ତେଣୁ ସେହି ସମୟରେ ନିଜର ରାଜକୀୟତାକୁ ଏବଂ ବ୍ୟକ୍ତିତ୍ୱକୁ ସମ୍ମୁଖକୁ ଆଣ ଏବଂ ନିଜକୁ କେଉଁ ସ୍ୱରୂପରେ ଦେଖିବ? ଜାଣିଛ ତୁମମାନଙ୍କର ଉପାଧି ବା ମହିମା ହେଲା ସହନଶୀଳତାର ଦେବୀ ବା ଦେବତା। ତେଣୁ ତୁମେମାନେ କିଏ ଅଟ? ସହନଶୀଳତାର ଦେବୀ ବା ଦେବତା ଅଟ ନା ନାହିଁ? ନା କେବେ କେବେ ହେଉଛ?
ନିଜର ପଦକୁ ମନେ ପକାଅ, ସ୍ୱମାନଙ୍କୁ ମଧ୍ୟ ମନେ ପକାଅ। ମୁଁ କିଏ ଏହାକୁ ସ୍ମୃତିକୁ ଆଣ। ସାରା କଳ୍ପର ବିଶେଷ ସ୍ୱରୂପକୁ ସ୍ମୃତିକୁ ଆଣ। ସ୍ମୃତି ତ ଆସିବ ନା। ବାପ ଦାଦା ଦେଖୁଛନ୍ତି ଯେ ମୋର ଶବ୍ଦକୁ ଯେପରି ସହଜ ଯୋଗରେ ପରିବର୍ତ୍ତନ କରିଦେଇଛ। କାରଣ ମୋର ଶବ୍ଦର ବିସ୍ତାରକୁ ସାରକୁ ଆଣିବା ପାଇଁ କ'ଣ କହୁଛ? ମେରା ବାବା। ଯେତେବେଳେ ବି ମୋର ମୋର ଆସୁଛି ତାକୁ ମୋର ବାବା ଶବ୍ଦରେ ଏକତ୍ରିତ କରିଦେଉଛ। ବାରମ୍ବାର ମେରା ବାବା କହିବା ଦ୍ୱାରା ଯୋଗ ମଧ୍ୟ ସହଜ ହୋଇଯାଉଛି ଏବଂ ପ୍ରାପ୍ତି ମଧ୍ୟ ଅଧିକ ହେଉଛି। ସେହିପରି ସାରା ଦିନ ଭିତରେ ଯଦି କୌଣସି ପ୍ରକାରର ସମସ୍ୟା ବା କାରଣ ଆସୁଛି ତେବେ ସେଥିରେ ଏହି ଦୁଇଟି ଶବ୍ଦ ବିଶେଷ ଅଟେ, ମୁଁ ଏବଂ ମୋର। ଯେପରି ବାବା ଶବ୍ଦ କହିବା ମାତ୍ରକେ ମୋର ଶବ୍ଦ ପକ୍କା ମନେ ପଡ଼ିଯାଉଛି। ମନେ ପଡ଼ୁଛି ନା? ସମସ୍ତେ ଏବେ ଆଉ ବାବା ବାବା କହୁନାହାନ୍ତି, ମେରା ବାବା କହୁଛନ୍ତି। ସେହିପରି ଏହି ମୁଁ ଶବ୍ଦକୁ ମଧ୍ୟ ପରିବର୍ତ୍ତନ କରିବା ପାଇଁ ଯେତେବେଳେ ବି ମୁଁ ଶବ୍ଦ କହୁଛ ସେତେବେଳେ ନିଜର ସ୍ୱମାନର ତାଲିକାକୁ ସମ୍ମୁଖକୁ ଆଣ। ମୁଁ କିଏ? କାହିଁକି ନା ମୁଁ ଶବ୍ଦ ତଳକୁ ଖସାଇବାର ମଧ୍ୟ ନିମିତ୍ତ ହୋଇଥାଏ ଏବଂ ସ୍ୱମାନର ସ୍ମୃତି ଦ୍ୱାରା ଉଚ୍ଚକୁ ମଧ୍ୟ ଉଠାଇଥାଏ। ତେଣୁ ଯେପରି ମେରା ବାବା କହିବାର ଅଭ୍ୟାସ ହୋଇଗଲାଣି, ସେହିପରି ମୁଁ ଶବ୍ଦ କହିବା ସମୟରେ ମଧ୍ୟ ଦେହ ଅଭିମାନର ସ୍ମୃତି ପରିବର୍ତ୍ତେ ନିଜର ଶ୍ରେଷ୍ଠ ସ୍ୱମାନକୁ ସମ୍ମୁଖକୁ ଆଣ। ମୁଁ ଶ୍ରେଷ୍ଠ ଆତ୍ମା ଅଟେ, ସିଂହାସନ ଅଧିକାରୀ ଆତ୍ମା ଅଟେ, ବିଶ୍ୱ କଲ୍ୟାଣୀ ଆତ୍ମା ଅଟେ। ଏହିଭଳି କୌଣସି ନା କୌଣସି ସ୍ୱମାନ ସହିତ ମୁଁ ଶବ୍ଦକୁ ଯୋଡ଼ି ଦିଅ, ଯାହାଦ୍ୱାରା ମୁଁ ଶବ୍ଦ ଉନ୍ନତିର ଆଧାର ପାଲଟିଯିବ। ଯେପରି ମୋର ଶବ୍ଦ ଏବେ ଅଧିକାଂଶ କ୍ଷେତ୍ରରେ ବାବା ଶବ୍ଦକୁ ମନେ ପକାଇ ଦେଉଛି, ସେହିପରି ମୁଁ ଶବ୍ଦ ମଧ୍ୟ ସ୍ୱମାନର ସ୍ମରଣ କରାଉ। କାହିଁକି ନା ସମୟ ଏବେ ପ୍ରକୃତିର ଆଧାର ନେଇ ତୁମମାନଙ୍କୁ ଚ୍ୟାଲେଞ୍ଜ କରୁଛି। ତେବେ ସମୟ ସମୀପତାକୁ ସାଧାରଣ କଥା ମନେ କର ନାହିଁ। ଅଚାନକ ଏବଂ ଏଭରରେଡି ଶବ୍ଦକୁ ନିଜର କର୍ମଯୋଗୀ ଜୀବନରେ ସବୁ ସମୟରେ ସ୍ମୃତିରେ ରଖ। ନିଜର ଶାନ୍ତିର ଶକ୍ତିର ପ୍ରୟୋଗ ଭିନ୍ନ ଭିନ୍ନ ରୂପରେ ନିଜ ପ୍ରତି ମଧ୍ୟ କର। ଯେପରି ବିଜ୍ଞାନ ନିଜର ନୂଆ ନୂଆ ପ୍ରୟୋଗ କରିଚାଲିଛି, ସେହିପରି ତୁମେମାନେ ମଧ୍ୟ ଯେତେ ଯେତେ ନିଜ ପ୍ରତି ପ୍ରୟୋଗ କରିବାର ଅଭ୍ୟାସ କରିଚାଲିବ, ସେହି ଅନୁସାରେ ଅନ୍ୟମାନଙ୍କ ପ୍ରତି ମଧ୍ୟ ଶାନ୍ତିର ଶକ୍ତିର ପ୍ରୟୋଗ ହୋଇଚାଲିବ। ସେଥିପାଇଁ ଏବେ ବିଶେଷ ଭାବରେ ନିଜର ଶକ୍ତିଗୁଡ଼ିକର ସକାଶ ଅର୍ଥାତ୍ ଶକ୍ତିଶାଳୀ କିରଣ ଚତୁର୍ଦିଗରେ ଖେଳାଇ ଚାଲ। ଯେବେ କି ପ୍ରକୃତିର ସୂର୍ଯ୍ୟର କିରଣ, ସୂର୍ଯ୍ୟର ଶକ୍ତି କେତେ ପ୍ରକାରର କାର୍ଯ୍ୟ କରିପାରୁଛି। ପାଣିର ବର୍ଷା ମଧ୍ୟ କରୁଛି, ପାଣିକୁ ଶୁଖାଇ ମଧ୍ୟ ପାରୁଛି, ଦିନକୁ ରାତି ଏବଂ ରାତିକୁ ଦିନ କରି ଦେଖାଉଛି। ତେବେ କ'ଣ ତୁମେମାନେ ନିଜର ଶକ୍ତିଗୁଡ଼ିକର କିରଣ ବାୟୁମଣ୍ଡଳରେ ବିଚ୍ଛୁରିତ କରିପାରିବ ନାହିଁ? ନିଜର ଶକ୍ତିଗୁଡ଼ିକର ସକାଶ ଦ୍ୱାରା ଆତ୍ମାମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିପାରିବ ନାହିଁ। ତେଣୁ ଏବେ ନିଜର ଜ୍ଞାନ ସୂର୍ଯ୍ୟ ସ୍ୱରୂପକୁ ଜାଗ୍ରତ କର, କିରଣ ବିଚ୍ଛୁରିତ କର, ସକାଶ ଦିଅ। ଯେପରି ସ୍ଥାପନାର ଆଦି କାଳରେ ବାପ ଦାଦାଙ୍କ ତରଫରୁ ଅନେକ ଆତ୍ମାକୁ ଘରେ ବସି ସୁଖ ଶାନ୍ତିର କିରଣ ମିଳିବାର ଅନୁଭବ ହେଉଥିଲା, ତାଙ୍କୁ ପ୍ରେରଣା ମିଳୁଥିଲା, ସେଠାକୁ ଯାଅ। ସେହିପରି ତୁମେ ମାଷ୍ଟର ଜ୍ଞାନ ସୂର୍ଯ୍ୟ ପିଲାମାନଙ୍କ ଦ୍ୱାରା ସୁଖ ଶାନ୍ତିର ତରଙ୍ଗ ଖେଳାଇବାର ଅନୁଭୂତି ଅନ୍ୟମାନଙ୍କୁ ହେବା ଦରକାର। କିନ୍ତୁ ଏହା ସେତେବେଳେ ହୋଇପାରିବ ଯେତେବେଳେ ତୁମର ମନବୁଦ୍ଧି ବାବାଙ୍କ ସ୍ମୃତିରେ ଏକାଗ୍ର ହୋଇଯିବ। ତେଣୁ ନିଜ ଭିତରେ ଏକାଗ୍ରତାର ଶକ୍ତିକୁ ବଢ଼ାଅ। ଯେବେ ଇଚ୍ଛା, ଯେପରି ଇଚ୍ଛା, ଯେତେ ସମୟ ଚାହିଁବ ସେତେ ସମୟ ପର୍ଯ୍ୟନ୍ତ ମନକୁ ଏକାଗ୍ର କରିପାରୁଥିବ। ତେଣୁ ଏବେ ନିଜର ମାଷ୍ଟର ଜ୍ଞାନ ସୂର୍ଯ୍ୟ ସ୍ୱରୂପକୁ ଜାଗ୍ରତ କର ଏବଂ ଶକ୍ତିଗୁଡ଼ିକର କିରଣ ବା ସକାଶ ଦିଅ। ବାପ ଦାଦା ଶୁଣୁଛନ୍ତି ଏବଂ ଖୁସି ମଧ୍ୟ ହେଉଛନ୍ତି ଯେ ପିଲାମାନେ ଭିନ୍ନ ଭିନ୍ନ ସ୍ଥାନରେ ବଡ଼ ଉମଙ୍ଗ ଉତ୍ସାହର ସହିତ ବହୁତ ଭଲ ସେବା କରୁଛନ୍ତି। ବାପ ଦାଦାଙ୍କ ପାଖରେ ସବୁ ଆଡ଼ର ବହୁତ ଭଲ ସେବାର ସମାଚାର ପହଞ୍ଚିଛି।
ଚାहे ପ୍ରଦର୍ଶନୀ କରନ୍ତୁ, ଚାहे ସମାଚାର ପତ୍ର ଦ୍ୱାରା ହେଉ, ଟିଭି ଦ୍ୱାରା ହେଉ, ସନ୍ଦେଶ ଦେବାର କାର୍ଯ୍ୟକୁ ବଢ଼ାଇ ଚାଲିଛନ୍ତି। ସନ୍ଦେଶ ମଧ୍ୟ ପହଞ୍ଚୁଛି, ବହୁତ ଭଲ ଭାବରେ ସନ୍ଦେଶ ପହଞ୍ଚାଉଛନ୍ତି। ଯେଉଁ ସବୁ ଗ୍ରାମଗୁଡ଼ିକ ବାକି ରହିଯାଇଥିଲା ସେଠାରେ ମଧ୍ୟ ପ୍ରତ୍ୟେକ ଜୋନ୍ ନିଜ ନିଜର ଏରିଆକୁ ବଢ଼ାଇ ଚାଲିଛନ୍ତି। ଖବରକାଗଜ ଦ୍ୱାରା, ଟିଭି ଦ୍ୱାରା, ଭିନ୍ନ ଭିନ୍ନ ସାଧନଗୁଡ଼ିକ ଦ୍ୱାରା ଉମଙ୍ଗ ଉତ୍ସାହର ସହିତ ସେବା କରୁଛନ୍ତି। ସେଥିପାଇଁ ସେବା କରୁଥିବା ସବୁ ପିଲାଙ୍କୁ ବାପ ଦାଦା ବହୁତ ବହୁତ ସ୍ନେହଯୁକ୍ତ ଆଶୀର୍ବାଦ ଭରା ଅଭିନନ୍ଦନ ଦେଉଛନ୍ତି। କିନ୍ତୁ ଏବେ ସନ୍ଦେଶ ଦେବାରେ ତ ବହୁତ ଭଲ ଉମଙ୍ଗ ଉତ୍ସାହ ରଖିଛ ଏବଂ ଚାରିଆଡ଼େ କହୁଛନ୍ତି ବ୍ରହ୍ମା କୁମାରୀମାନେ ବହୁତ ଭଲ ଶକ୍ତିଶାଳୀ କାର୍ଯ୍ୟ କରୁଛନ୍ତି। ଏହି ସମାଚାର ମଧ୍ୟ ବହୁତ ଭଲ ବ୍ୟାପିଗଲାଣି ଏବଂ ଆହୁରି ମଧ୍ୟ ଚାରିଆଡ଼େ ବ୍ୟାପିବାରେ ଲାଗିଛି। କିନ୍ତୁ କ'ଣ ହେଉଛି ଶୁଣାଇବୁ? କିନ୍ତୁ ବ୍ରହ୍ମାକୁମାରୀ ମାନଙ୍କର ବାବା କେତେ ଭଲ। ଏହି ସନ୍ଦେଶ ଏବେ ଆହୁରି ଅଧିକ ପ୍ରଚାର ହେବା ଦରକାର। ବ୍ରହ୍ମାକୁମାରୀମାନେ ଭଲ କାମ କରୁଛନ୍ତି, କିନ୍ତୁ କରାଇବା ବାଲା କିଏ? ଏବେ ଏହାର ପ୍ରତ୍ୟକ୍ଷତା ହେବା ଦରକାର। ବାବା ଆସିଗଲେଣି। ଏହି ସମାଚାର ସମସ୍ତଙ୍କର ମନ ପର୍ଯ୍ୟନ୍ତ ପହଞ୍ଚିବା ଦରକାର। ଏବେ ଏହାର ପ୍ଲାନ୍ ତିଆରି କର। ପିଲାମାନେ ବାପ ଦାଦାଙ୍କୁ ପ୍ରଶ୍ନ ପଚାରୁଛନ୍ତି ଯେ ୱାରିଶ ବା ମାଇକି ଆତ୍ମା କାହାକୁ କହିବା? ତେବେ ମାଇକି ଆତ୍ମାମାନେ ମଧ୍ୟ ବାହାରିଛନ୍ତି, କିନ୍ତୁ ବର୍ତ୍ତମାନର ସମୟ ଅନୁସାରେ ବାପ ଦାଦା ଏଭଳି ମାଇକି ଆତ୍ମା ଚାହୁଁଛନ୍ତି ଯାହାର କଥାରେ ମହାନତା ଥିବ। ଯଦି ସାଧାରଣ ଭାବରେ ବାବା ଶବ୍ଦ ମଧ୍ୟ କହିଦେଉଛନ୍ତି ତେବେ ବି ବହୁତ ଭଲ କରୁଛନ୍ତି। ଏତିକି ପର୍ଯ୍ୟନ୍ତ ତ ଆଣିପାରିଛନ୍ତି। ଏଥିପାଇଁ ବାପ ଦାଦା ମଧ୍ୟ ଅଭିନନ୍ଦନ ଦେଉଛନ୍ତି। କିନ୍ତୁ ଏବେ ଏଭଳି ମାଇକି ଆବଶ୍ୟକ ଯାହାଙ୍କର କଥାର ଲୋକମାନଙ୍କ ପାଖରେ ଓଜନ ଥିବ, ଏହିଭଳି ପ୍ରସିଦ୍ଧ ହୋଇଥିବେ। ତେବେ ପ୍ରସିଦ୍ଧର ଅର୍ଥ ଏହା ନୁହେଁ ଯେ ଶ୍ରେଷ୍ଠ ପଦାଧିକାରୀ ହୋଇଥିବେ, କିନ୍ତୁ ତାର କଥା ଶୁଣି ଭାବିବେ ଯେ ଇଏ ଯାହା କହୁଛନ୍ତି ଏହାଙ୍କ କଥାର ମହତ୍ତ୍ୱ ଅଛି। ଯଦି ଇଏ ଅନୁଭବ କରି କହୁଛନ୍ତି ତେବେ ଏହାଙ୍କ କଥାର ମୂଲ୍ୟ ଅଛି। ଯେପରି ସ୍ଥୂଳ ମାଇକ୍ ମେସିନ୍ ତ ବହୁତ ପ୍ରକାରର ଅଛି, କିନ୍ତୁ କିଏ କେତେ ପାୱାର ବାଲା ହୋଇଥାଏ। ସେହିପରି ତୁମେମାନେ ମଧ୍ୟ ଏଭଳି ମାଇକ୍ ଆତ୍ମାକୁ ଖୋଜି ବାହାର କର ଯାହାଙ୍କ କଥାର ମୂଲ୍ୟ ଥିବ। ତାଙ୍କର କଥା ଶୁଣି ସମସ୍ତେ ଭାବିବେ ଯେ ଇଏ ଯଦି ଏଭଳି ଅନୁଭବ କରିଆସିଛନ୍ତି ତେବେ ନିଶ୍ଚିତ କିଛି ଅଛି। କିନ୍ତୁ ପୁଣି ବି ବର୍ତ୍ତମାନ ସମୟରେ ପ୍ରତ୍ୟେକ ଜୋନ୍ରେ, ପ୍ରତ୍ୟେକ ବର୍ଗରେ ମାଇକି ଆତ୍ମାମାନେ ନିଶ୍ଚିତ ବାହାରିଛନ୍ତି। ବାପ ଦାଦା ଏଭଳି କହୁନାହାନ୍ତି ଯେ ସେବାର ପ୍ରତ୍ୟକ୍ଷ ଫଳ ମିଳୁନାହିଁ। ନିଶ୍ଚିତ ମିଳିଛି, କିନ୍ତୁ ଏବେ ସମୟ କମ୍ ଅଛି। ତେଣୁ ସେବା ପାଇଁ ମହତ୍ତ୍ୱପୂର୍ଣ୍ଣ ଆତ୍ମାମାନଙ୍କୁ ଏବେ ନିମିତ୍ତ କରିବାକୁ ପଡ଼ିବ। ଯେଉଁମାନଙ୍କର କଥାର ଗୁରୁତ୍ୱ ଥିବ, ଉଚ୍ଚ ପଦବୀ ହୁଏତ ନଥାଉ, କିନ୍ତୁ ସେମାନଙ୍କର ବାସ୍ତବିକ ଜୀବନର ଏବଂ ବାସ୍ତବିକ ଅନୁଭବର ଅଥୋରିଟି ଥିବ। ସେମାନଙ୍କ ବାଣୀରେ ଅନୁଭବର ଅଥୋରିଟି ଅର୍ଥାତ୍ ଅଧିକାରୀ ପଣିଆ ଥିବ। ବୁଝିପାରିଲ ତ କେଉଁଭଳି ମାଇକ୍ ଦରକାର? ୱାରିଶ ଅର୍ଥାତ୍ ଉତ୍ତରାଧିକାରୀ ଆତ୍ମାଙ୍କର ଲକ୍ଷଣ ତ ତୁମେମାନେ ଜାଣିଛ। ଯେଉଁମାନଙ୍କର ପ୍ରତିଟି ନିଶ୍ୱାସରେ, ପ୍ରତି ପାଦରେ ବାବା ଏବଂ ସେବାର କର୍ତ୍ତବ୍ୟ ସହିତ ମନ, ବଚନ, କର୍ମ ଏବଂ ଶରୀର, ମନ, ଧନ ସବୁଥିରେ ବାବା ଏବଂ ଯଜ୍ଞ ସମାହିତ ହୋଇଥିବ। ବେହଦର ସେବା ସମାହିତ ହୋଇଥିବ। ସକାଶ ଦେବାର ସାମର୍ଥ୍ୟ ମଧ୍ୟ ଥିବ। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡ ତ ହୋଇଗଲାଣି। ପୁଣି ବି ଗୋଟିଏ ସେକେଣ୍ଡ ଭିତରେ ସାରା ସଭାରେ ଯିଏ ଯେଉଁଠି ବି ଅଛ ସେହିଠାରେ ନିଜର ମନକୁ ଗୋଟିଏ ହିଁ ସଂକଳ୍ପରେ ସ୍ଥିତ କରିଦିଅ। ବାବା ଏବଂ ମୁଁ ପରମ ଧାମରେ ଅନାଦି ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଅଟୁ। ପରମ ଧାମରେ ବାବାଙ୍କ ପାଖରେ ବସିଯାଅ। ଆଚ୍ଛା, ଏବେ ସାକାରକୁ ଆସିଯାଅ। ଏବେ ବର୍ତ୍ତମାନର ସମୟ ହିସାବରେ ମନ ବୁଦ୍ଧିକୁ ଏକାଗ୍ର କରିବାର ଅଭ୍ୟାସ କର। ଯେଉଁ କାର୍ଯ୍ୟ କରୁଛ ସେହି କାର୍ଯ୍ୟରେ ହିଁ ମନ ବୁଦ୍ଧିକୁ ଏକାଗ୍ର କର। ନିୟନ୍ତ୍ରଣ କରିବାର ଶକ୍ତିକୁ ଅଧିକ ବଢ଼ାଅ।
मन बुद्धि संस्कार तीनोटी उपरे कंट्रोलिंग पावर रहू। ଏହି ଅଭ୍ୟାସ ଆଗାମୀ ସମୟରେ ବହୁତ ସହଯୋଗ ଦେବ। ବାତାବରଣ ହିସାବରେ ଗୋଟିଏ ସେକେଣ୍ଡ ଭିତରେ କଣ୍ଟ୍ରୋଲ କରିବାକୁ ପଡ଼ିବ। ଯାହା ଚାହୁଁଥିବ ତାହା ହିଁ ହେବା ଦରକାର। ତେଣୁ ଏହି ଅଭ୍ୟାସ ବହୁତ ଆବଶ୍ୟକ ଅଟେ। ଏହାକୁ ହାଲୁକା କରିବାର ନାହିଁ, କାହିଁକି ନା ସମୟ ଅନୁସାରେ ଏହି ଅଭ୍ୟାସ ହିଁ ତୁମର ଅନ୍ତିମ ସ୍ଥିତିକୁ ସୁଖମୟ କରିବ। ଆଚ୍ଛା, ଚାରିଆଡ଼ର ଡବଲ ସିଂହାସନ ଅଧିକାରୀ, ବାପ ଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ, ଏହା ସହିତ ବିଶ୍ୱର ରାଜ୍ୟ ସିଂହାସନର ଅଧିକାରୀ, ସର୍ବଦା ନିଜର ଅନାଦି ସ୍ୱରୂପ, ଆଦି ସ୍ୱରୂପ, ମଧ୍ୟ ସ୍ୱରୂପ ଏବଂ ଅନ୍ତିମ ସ୍ୱରୂପରେ ଯେବେ ଇଚ୍ଛା ସେବେ ସ୍ଥିତ ରହୁଥିବା, ସର୍ବଦା ସର୍ବସମ୍ପତ୍ତିକୁ ନିଜର କାର୍ଯ୍ୟରେ ଲଗାଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ସମ୍ପତ୍ତିରେ ସମ୍ପନ୍ନ କରୁଥିବା, ସର୍ବ ଆତ୍ମାକୁ ବାବାଙ୍କଠାରୁ ମୁକ୍ତିର ସମ୍ପତ୍ତି ପ୍ରାପ୍ତ କରାଉଥିବା, ପରମାତ୍ମା ସ୍ନେହର ପାତ୍ର ଆତ୍ମାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆନ୍ତରିକ ଆଶୀର୍ବାଦ ଏବଂ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ବରଦାନ: ସାଥୀ ଏବଂ ସାକ୍ଷୀ ପଣିଆର ଅନୁଭବ ଦ୍ୱାରା ସଦା ସଫଳତା ମୂରତ ଭବ। ସାଥୀ ଏବଂ ସାକ୍ଷୀ ପଣିଆର ଅନୁଭବ ଦ୍ୱାରା ସଦା ସଫଳତା ମୂରତ ଭବ। ଯେଉଁ ପିଲାମାନେ ସର୍ବଦା ବାବାଙ୍କ ସାଥିରେ ରହିଥାନ୍ତି, ସେମାନେ ସ୍ୱତଃ ହିଁ ସାକ୍ଷୀ ହୋଇ ଯାଇଥାନ୍ତି, କାହିଁକି ନା ବାବା ନିଜେ ସର୍ବଦା ସାକ୍ଷୀ ହୋଇ ପାଠ କରିଥାନ୍ତି। ତେଣୁ ତାଙ୍କ ସାଥିରେ ରହୁଥିବା ଆତ୍ମାମାନେ ମଧ୍ୟ ସାକ୍ଷୀ ହୋଇ ପାଠ କରିବେ। ଏବଂ ଯେଉଁମାନଙ୍କର ସାଥୀ ସ୍ୱୟଂ ସର୍ବଶକ୍ତିମାନ ବାବା ଅଟନ୍ତି, ସେମାନେ ସ୍ୱତଃ ହିଁ ସଫଳତା ମୂରତ ହୋଇଯାନ୍ତି। ଭକ୍ତି ମାର୍ଗରେ ତ ଭକ୍ତମାନେ ଡାକ ଛାଡ଼ୁଛନ୍ତି। କିଛି ସମୟ ପାଇଁ ସଙ୍ଗର ଅନୁଭବ କରାଅ, ଟିକିଏ ଝଲକ ଦେଖାଅ, କିନ୍ତୁ ତୁମେମାନେ ତ ସର୍ବ ସମ୍ବନ୍ଧରେ ସାଥୀ ହୋଇ ଯାଇଛ। ତେଣୁ ଏହି ଖୁସିରେ ଏବଂ ନିଶାରେ ରୁହ ଯେ ଯାହା ପାଇବାର ଥିଲା ତାହା ପାଇଗଲି। ସ୍ଲୋଗାନ: ବ୍ୟର୍ଥ ସଂକଳ୍ପ ଚାଲିବାର ଲକ୍ଷଣ ହେଲା ମନ ଉଦାସ ହେବା ଏବଂ ଖୁସି ହଜିଯିବା। ବ୍ୟର୍ଥ ସଂକଳ୍ପ ଚାଲିବାର ଲକ୍ଷଣ ହେଲା ମନ ଉଦାସ ହେବା ଏବଂ ଖୁସି ହଜିଯିବା। ଅବ୍ୟକ୍ତ ଇଶାରା: ଏବେ ସମ୍ପନ୍ନ ଏବଂ କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଯଦି ବହୁତ କାଳ ପର୍ଯ୍ୟନ୍ତ ଅଚଳ, ଅଟଳ, ନିର୍ବିଘ୍ନ, ନିର୍ବନ୍ଧନ, ନିର୍ବିକଳ୍ପ, ନିର୍ବିକର୍ମ ଅର୍ଥାତ୍ ନିରାକାରୀ, ନିର୍ବିକାରୀ ଏବଂ ନିରହଙ୍କାରୀ ସ୍ଥିତିରେ ରହିବ, ତେବେ ଯାଇ କର୍ମାତୀତ ହୋଇପାରିବ। ସେବାର ବିସ୍ତାରକୁ ଯେତେ ବି ବଢ଼ାଅ, କିନ୍ତୁ ବିସ୍ତାରକୁ ଯାଇ ସାର ସ୍ୱରୂପର ସ୍ଥିତିର ଅଭ୍ୟାସ କମ୍ ନ ହେଉ। ବିସ୍ତାର ଭିତରେ ସାରକୁ ଭୁଲିଯାଅ ନାହିଁ। ଖାଅ, ପିଅ, ସେବା କର, କିନ୍ତୁ ନିଆରା ପଣିଆକୁ ଭୁଲ ନାହିଁ। ଓମ୍ ଶାନ୍ତି।